ଏଇ ରୁନୁର ବୋଉ କିଏ? ଏ କୁମ୍ଭ ଯାଇଥିଲ ପରା, କେବେ ଆଇଲ? ହଁ, ସଙ୍ଗମରୁ ମୋ ପାଇଁ ପାଣି ଆଣିଦେଇଛ? ଦିଅ ଦିଅ ଦିଅ। ଭଲ ହେ, ତମେ ଏକା ଗୋଟେ ଜାଣୁଛ ହେ, ମନ ଜାଣିକି ପାଣି ଆଣିଦେଇଛ ସଙ୍ଗମରୁ। ଆସୁନ ହେ, ଆସ ହେ ଘରକୁ। ନାଇଁ ନାଇଁ ନାଇଁ, ଏମିତି ହବ କି ଗଲେ? ଆସ 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 ହେ, ବସିଆ ଟିକେ। କହିବ କିନ୍ତି କଣ କୁମ୍ଭରେ କଣ କଲ? ବସୁନ ହେ, ବସ ବସ ଟିକେ। କଣ କରିଦେଇ, ଚା କରିଦେଇକି? ତମେ ପିଉନ ପରା ଚା, ଲେମ୍ବୁ ପାଣି କରିଦଉଛି ହେଲା। ଏ ବାପା ଟିକେ ଲେମ୍ବୁ ପାଣି କରିଦେ ଟି। ବଢିଆ, ଏ ତମ ଭାଗ୍ୟ ନାଇଁ, କୁମ୍ଭ ମେଳା ଯାଇକି ପଳେଇ ଆସିଲ। ହଁ ହଁ, କହୁଛନ୍ତି ବଡ ଭିଡ ବୋଲିକିରି। କିନ୍ତି ଗଲ ତମେ? ତ ଏତେ ଲୋକ ହେଇଥିଲ ପରା, ତମ ଭାଇର ସାଥିରେ ଗଲ? ହଁ, ଦୌଡ଼ି ଗୋଟେ ବାନ୍ଧି ଦେଇ ସେ ଭିତରେ ରହି ସବୁ ହାତ ଧରା ଧରି ହେଇ ଗଲ କି? ସେ ଯୋଡା ହଉ ଯାଇ ତ ପଳେଇ ଆଇଲ ଆଉ ନାଇଁ। ଆରେ ସେଠି କୋଉଠି ଯାଇ ଗାଧଉଛନ୍ତି ପରା, ଯୋଉଠି ଆମର ସବୁ ଗଙ୍ଗା ଯମୁନା ସରସ୍ୱତୀ ସବୁ ମିଶିଛନ୍ତି। ଆଉ ଗୋଟେ ମଝି ଗୋଟେ ନୌକାରେ ବଇକିରି ଗଲ। ବଢିଆ ହେ ତମେ। ମୋର ଭାଗ୍ୟରେ ନାଇଁ ପରା ଲାଗୁଛି, କିନ୍ତି ଟିକେ ଯାଇରେ ଆସି ବୋଲି କହୁଛି ଯେ। ହଁ, ଏମା କେଡେ କେଡେ ନେତା ମନ୍ତ୍ରୀ ସିନେମା ହିରୋ ହିରୋଇନ ସବୁ ଯାଇ ବୁଡ ପକେଇ ଦେଇ ପଳେଇ ଆସିଲେଣି ହେ। ହଁ, ଆଉ କେତେ ଦିନ ରହିଲା କି? ବା ଶିବରାତ୍ରି ସରିଯିବ ପରା ଆଉ, କେଆଣି ମତେ ନେବେ ନା ନାଇଁ କେଆଣି। ହଁ ହଁ ମାରୁଛନ୍ତି ଖାଲି। ହଁ ହଁ, ବଳିଆହାର ଯାଇ ପଳେଇ ଆସିଲା ପରା। ବଳିଆହାର କହିଥିଲା ଆମେ ସବୁ ମିଶିକିରି ଯିବା, ମୁଁ ହେଲେ ତମକୁ କହିବି ବୋଲିକି। ଏ ମା, ଆଉ କହିଛି କିଏ? କେତେବେଳେ ତ ଯାଇକି ପଳେଇ ଆଇଛି ତାସରେ ଆଉ। ନହେଲେ ହେଲେ ମୁଡ଼ି ଆଙ୍କୁ ନହେଲେ କହିଥାନ୍ତି, ହଉ ଗିରି ମୁଁ ଯିବି ବୋଲି, କେମିତି ହେଲେ ଯାଇଥାନ୍ତୁ। ହଁ, ଆଙ୍କୁ ଯଦି ବେଶୀ କହି ମତେ ଟିକେ ନିଅ କୁମ୍ଭ ଯାଇରେ ଟିକେ ମୁଁ ପାପ ଧୋଇକି ଆଇବି ବୋଲି କହୁଛନ୍ତି। ପାପ ଯାହା ଏତେ କରୁଛୁ କାହିଁକି? ତା ତୁଲେ ଦିନ ରାତି କଥା ହେଇକିରି ବନ୍ଦ କରିଦେ, ତାସରେ ଏକା ସବୁ ପାପ ଧୋଇ ହେଇଯିବ। ତାଙ୍କ କଥା ଛାଡ଼। ଓ ଯୋଉଟା ହଉଛି ହଉ, ମାତ୍ର କୁମ୍ଭରୁ ଟିକେ ପାଣି ଧରି ପଳେଇ ଆଇଛ। ଆଉ କାଲିଆ ତ ବାଲ୍ଟିଟେ ପାଣିରେ ପକେଇ ଦେଇ ଗାଧେଇ ପକେଇ ଏଇଠି। ଆଉ ଯୋଗ ପାଇଲେ ଯିବି, ନହେଲେ ନାଇଁ ଆଉ କଣ କରିବି। ହଁ, ଏଇଟା ପୁଣି ସବୁଠୁ ବଡ କୁମ୍ଭଟା ପରା, ମହାକୁମ୍ଭ ବୋଲି କହୁଛନ୍ତି। ହଁ, 4 ବର୍ଷରେ ଥରେ ଗୋଟେ ହଉଛି କୁମ୍ଭ, ଆଉ ଗୋଟେ 6 ବର୍ଷରେ ଅର୍ଦ୍ଧ କୁମ୍ଭ, ଆଉ ଗୋଟେ କଣ 12 ବର୍ଷରେ ପରା ପୂର୍ଣ୍ଣ କୁମ୍ଭ, ଆଉ ଏଇଟା ଯେ 144 ବର୍ଷରେ ମହାକୁମ୍ଭ। ବୋଇଲେ କେଡେ ଭାଗ୍ୟବାନ ଲୋକ ଯାଇ ସେଠି ଗାଧେଇ ଆଉଛନ୍ତି ନାଇଁ। ତମେ ହେଲେ ତାଇରେ ଗୋଟେ ଆଉ ମୁଁ କେଜାଣି ଯାଇପାରି କି ନ ଯାଇପାରି। କେତେ ସାଧୁ ସନ୍ଥ ସବୁ ଆଉଛନ୍ତି। ହଁ, ଏବେ ପୁଣି ସବୁ ଯାଉଛନ୍ତି ହାରି, ଆଉ ଅଳ୍ପ ଦିନ ରହିଲା ନା। ଲୋକ ଧାର ଉଧାର କରି ହେଲେ ଯିବି ବୋଲି ବୁଲୁଛନ୍ତି, କୁଆଡୁ କୁଆଡୁ ସବୁ କେମିତି ସୁବିଧା କରିକି ଯାଉଛନ୍ତି। ହଁ, ଆମର ଖାଲି ସବୁ ସୁବିଧା ହେଲେ ଏକା ଯିବି। ହଁ, ଯୋଉଠି ସେଠି ଯେମିତି ଗଲେ ଆଡଜଷ୍ଟ ହେଇକି ଟିକେ ହବନି କି? ନାହିଁ, ପୁଣି ସେମିତି ଗଲେ ପୁଣି ହବନି। ପିଲା ବେଳକୁ ସବୁ ସୁବିଧା ହେଲେ ତ ଯିବୁ, କୋଉଠି ଗାଡି ଘୋଡା ସୁବିଧା ହେଲେ ତ ଯିବୁ। ହଁ, କେଜାଣି ସେ ମହାପୁରୁ ଏକା କେତେବେଳେ ଯୋଗ ପକେଇବେ, ଡାକିବେ ବୋଇଲାକା ଏ ଭିତରେ ଯାଇ ଆଇବା କଥା, ନହେଲେ ନାଇଁ ଆଉ କଣ କରି। ଆମର ଗାଡିଆ ପୋଖରୀ ଏକା ଗଙ୍ଗା ବୋଲି ଭାବିକି ବୁଡି ପଡିବା କଥା ଆଉ। ହଁ, ଯାହା କହିଲ, କୁମ୍ଭକୁ ଯାଇକି ଖାଲି ବୁଡ଼ିଲେ ହବ କି? ମନଟା ହେଲେ ପବିତ୍ର କରିବାକୁ ପଡ଼ିବ। ସେଠି ବୁଡ଼ିକି ଉଠିଲା ବେଳକୁ ଯାହା ସବୁ ପାପ କର୍ମ କରିଛ ଧୋଇ ଦେଇକିରି ମନରୁ ଏଥର କେମିତି ଭଲ ଆରମ୍ଭ କରିକି ସେଟା ଭାବିକି ରାଇବାକୁ ପଡ଼ିବ। ହଉ ଦେଖିଆ, ମହାପୁରୁ ଯୋଗ ପକେଇଲେ ଯିବି ଆଉ। ହେଇଟି ଦେଲା ଲେମ୍ବୁ ପାଣିଟା, ଧର ଧର। ନାଇଁ ବା ମୋରାଣ, ଧର ଧର। ନାଇଁ, ଏମିତି ଖାଲି ଯିବାର କିଆ। ହଉ ହଉ, କାମ ସରିଲେ ଆସ ହେଲା। ହଁ, ନାଇଁ ନାଇଁ, ରେଷ୍ଟ ନିଅ ବା, ରେଷ୍ଟ ନେଇକିରି ଫ୍ରି ହେଇକିରି ଆସ, କଥା ହବା। ହେଇଟି ଦେଖ, ରୁନୁର ବୋଉ ହେଲେ ଯାଇରେ କୁମ୍ଭ ମେଳାରୁ ପଳେଇ ଆଇଲାଣି। ମୋ ପାଇଁ ସେଠୁ ପାଣି ଧରିକି ଯାଇଛି। ତମକୁ ଆଗେ ସମୟ ହଉନି, ସୁବିଧା ହଉନି ନାଇଁ ଏ କୁମ୍ଭ ମେଳା ଯିବାକୁ। ଦୁନିଆଟି ଯା ଲୋକ ଯାଇକିରି ସ୍ନାନ କରିଦେଇ ବୁଡ଼ ପକେଇ ପଳେଇ ଆଇଲେଣି। ତମେ ସୁବିଧା ଦେଖୁ ଦେଖୁ ହେଇଠି ଏବେ ମାସେ ଉପରେ ପଳେଇଲାଣି। ଏଇ 8 ଦିନ ଅଛି, ପୁରା ସରିଯିବ ହେଲା। ମୁଁ ସେଟା ଜାଣିନି, ମତେ କି ନେଲେ କୁମ୍ଭ ମେଳା ନିଅ ହେଲା। କୁମ୍ଭ ଯିବାକୁ ହେଲେ ମନକୁ ଶାନ୍ତ ରଖେ। ଚାଲୁନ ହେଇଠି କୁମ୍ଭ ମେଳା ଯିଆ, ଆଉ 8 ଦିନ ସବୁ ରହିଲା। ବୁଡ଼ ପକେଇ ଟିକେ ଆଇବା, ପାପ ଧୋଇବା, ଖୁସିରେ ଟିକେ ଆନନ୍ଦରେ ଆଗକୁ ବଢିଆ।